ହୃଦୟକୁ ହୃଦୟ ଯୋଡ଼େ ନୂଆ ସମ୍ପର୍କ ଗଢ଼େ ହୃଦୟକୁ ହୃଦୟ ଯୋଡ଼େ ନୂଆ ସମ୍ପର୍କ ଗଢ଼େ 90.4 FM ରେଡିଓ ସୁରଭି 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 90.4 FM କନେକ୍ଟିଂ ମାସେସ୍। শ্রোতা বন্ধু নমস্কার, ମୁଁ প্রফেসর কামাক্ষী প্রসাদ দাস, অবসরপ্রাপ্ত ইতিহাস বিভাগীয় মুখ্য, সরকারি মহাবিদ্যালয় কোরাপুট তথা আইআইইসির পাঠ্য খসড়া ନିର୍ଦ୍ଦେଶକ, ରେଡିଓ ସୁରଭି 90.4 FM ବେତାର କେନ୍ଦ୍ରରୁ ଆଜିର ଅନୁଚିନ୍ତା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଶୁଣିବା ମୋ ପୁସ୍ତକ ଅନ୍ତର୍ଦାହର ପରବର୍ତ୍ତୀ ଆଲେଖ୍ୟ ସମୟର ସ୍ୱରଲିପି। ଆକୁଳ ନିବେଦିନୀ ସଙ୍ଗୀତର ମଧୁର ମୂର୍ଚ୍ଛନାକୁ ବାସ୍ତବତା ଅସ୍ୱୀକାର କରିଥାଏ। ତଥାପି ଏଠି ଏ ମଣିଷ କାହିଁକି କେଜାଣି ବେଳେବେଳେ ସେ ଇନ୍ଦ୍ରଜାଲରେ ଛନ୍ଦି ହୋଇପଡ଼େ ତା ଅଜଣାତରେ। ଇନ୍ଦ୍ରଜାଲର କୁହେଳିକା ମଧ୍ୟରେ ସେ ସୃଜନୀକୁ ଖୋଜି ଚାଲେ ଅବିରତ। ଅନ୍ତରୀକ୍ଷରୁ ଆସୁଥିବା ପ୍ରତିଧ୍ୱନି ମଧ୍ୟରୁ ଧ୍ୱନିକୁ ଖୋଜି ପାରିଲେ ହିଁ ଖୋଜିବା ସାର୍ଥକ ହୁଏ ଏବଂ ଏହି ସତ୍ୟକୁ ଉପଲବ୍ଧି କରିପାରିଲେ ହିଁ ମଣିଷ ସେ ଇନ୍ଦ୍ରଜାଲରୁ ନିଜକୁ ମୁକ୍ତ କରିପାରେ। ଆଉ ଏହି ଦିବ୍ୟ ଅନୁଭବ ହିଁ ତ ମଣିଷକୁ ଏକ ମାୟାଚ୍ଛନ୍ନ ଆବେଶ ମଧ୍ୟରୁ ଉଦ୍ଧାର କରି ଆଣି ବାସ୍ତବତା ମଧ୍ୟରେ ପ୍ରତିଷ୍ଠିତ କରାଏ। ପୁନର୍ଜନ୍ମକୁ ସିଦ୍ଧ ପ୍ରମାଣିତ କରିବାକୁ ହେଲେ ମଣିଷକୁ ନିର୍ଜନତାର ମହାକାଳ ମଧ୍ୟରେ ବିଲୀନ ହେବାକୁ ହିଁ ହୁଏ। କାରଣ ଏ ନିର୍ଜନତା ହିଁ ମଣିଷକୁ ଏକ ନିର୍ଦ୍ଦିଷ୍ଟ ସ୍ଥିତିକୁ ଉପଲବ୍ଧି କରିବାର ଆଦ୍ୟ ପାହାଚ ଏବଂ ଏହି ନିର୍ଜନତା ତ ପୁଣି ପ୍ରକୃତିର ଏକ ଅନିବର୍ଚ୍ଛନୀୟ ସୃଷ୍ଟି। ନିଶବ୍ଦ ସଙ୍ଗୀତର ନିରବ ସ୍ୱରକୁ ଉପଲବ୍ଧି କରିବା ପାଇଁ ଏହା ଯେମିତି ଏକ ସର୍ବୋତ୍କୃଷ୍ଟ ଅବଲମ୍ବନ। ଏ ଅବଲମ୍ବନ ଅଦୃଶ୍ୟ, ଅଥଚ ଏହାର ଉପସ୍ଥିତିକୁ ଅସ୍ୱୀକାର କରାଯାଇପାରେ ନା। ସଙ୍ଗୀତର ଏ ମୂର୍ଚ୍ଛନା ତ ସବୁରି ଅଲକ୍ଷ୍ୟରେ ଭାବୁକର ମନ ପ୍ରାଣକୁ ଦୋହଲାଇ ଦିଏ, ଭଗ୍ନ ଶିଳାସ୍ତୂପକୁ ସ୍ପନ୍ଦିତ କରେ। ତେଣୁ ବୋଧେ ପଥର କୋଣାର୍କରେ ପ୍ରାଣ ପ୍ରବାହକୁ ସନ୍ଧାନ କରିଥିଲା କାବ୍ୟ ଚିତ୍ରକର ମାୟାଧର ମାନସିଂଙ୍କର ସ୍ୱପ୍ନାୟିତ ଦୃଷ୍ଟିଭଙ୍ଗୀ। ତେଣୁ ସେ ଲେଖିଥିଲେ, ଲୀଳାମୟ ହେଲା ଶିଳା, ଶତଶିଳା କୁଞ୍ଜେ ବିକଶିଲା ଜୀବନ, କୁନ୍ଦିତ ବିଗ୍ରହ ସ୍ପନ୍ଦିତେ ଜାଗିଲେ ପବନ। ତେଣୁ ଆସନ୍ତୁ ସଙ୍ଗୀତର ଏ ପ୍ରାଣବନ୍ତ ପ୍ରବାହକୁ ଆପଣେଇ ନେବା ଜନଜାଗୃତି ନିମିତ୍ତ। ପ୍ରକୃତିରେ ସୃଷ୍ଟ ଏ ସଙ୍ଗୀତର ସୁଲଳିତ ଧାରା ପ୍ରକୃତି କୋଳରେ ହିଁ ସମୃଦ୍ଧ ଏବଂ ବିଲୀନ। ତଥାପି ଏହାର ଛନ୍ଦେ ଛନ୍ଦେ ଫୁଟି ଉଠୁଥିବା ଆକୁଳ ନିବେଦନ ଭରା ଶବ୍ଦ ସମ୍ଭାର ପ୍ରତି ମୁହୂର୍ତ୍ତରେ ଏକ ତେଜମୟ ଆଭାକୁ ନେଇ ଆମକୁ ପ୍ରେରିତ କରୁଥିବ ଏ ସମୟର ଅନ୍ତଃ ପର୍ଯ୍ୟନ୍ତ। ଧନ୍ୟବାଦ। ତାହେଲେ ଆଜି ପାଇଁ ଏତିକି। ପୁଣି ଆସିବି ଆସନ୍ତା ଅଧ୍ୟାୟରେ। ନମସ୍କାର।